ଚାଲନ୍ତୁ ଟିକେ ଘର ସଜାଡ଼ିଦେବା, କାହିଁକିନା କେହି ନାହାନ୍ତି। ଘର ଝାଡ଼ୁ କରିବା, ଧୂପ ଦେବା। ମାନେ ଏଇଟା ଦେଖନ୍ତୁ କେତେଟା କ୍ଲିପ୍ ଥୁଆ ହେଇଛି ମୋର। ମାନେ ଘର ଏଇଟା ମୁଁ ସଜାଡ଼ିକି ରଖୁଛି। ଏଠି ଦେଖନ୍ତୁ ନାଙ୍ଗୁଡ଼ି, ଏ ଗୋଟେ ଏମିତି ଜିନିଷ ଲଗେଇଦେବ, ଯେମିତିଆ ଖଣ୍ଡିଆ ହେଇଥାଉ ସେ ଭଲ ହେଇଯିବ। କହନ୍ତି ନା ଛୋଟ ସାପର ବେଶୀ ବିଷ, ଇଏ ହେଉଛି ସେଇଆ। ଟିକେ ଟିକେ ଜିନିଷ ଗୋଟାକ ଟଙ୍କାଟାଏ ନା କ'ଣ, କିନ୍ତୁ ଇଏ ଆମେ ତ ଛୋଟବେଳେ ସବୁବେଳେ ମାନେ ଯେତେବେଳେ ପଡ଼ିଯାଉ ଖଣ୍ଡିଆ ହେଇଯାଉ ଏଇ ନାଙ୍ଗୁଡ଼ି ଲଗେଇକି ହିଁ ଭଲ। ଛୋଟବେଳେ କ'ଣ ଆମ ଘରେ ଇଏଟା ସବୁବେଳେ ଥିବ, ଏବେ ବି ସୁଦ୍ଧା ଦେଖନ୍ତୁ। ମାନେ ଖଣ୍ଡିଆ ହେଲା କି ଯାହା ହେଲା ଆମେ ଲଗେଇଦେବୁ। ଏଥର କାମ ବି ବଢ଼ିଆ କରେ। ନାଙ୍ଗୁଡ଼ି, ୟା ନାଁ ହେଉଛି ନାଙ୍ଗୁଡ଼ି। କାହାଡ଼େ କ'ଣ କହୁଥିବେ, ଆମ ଆଡ଼େ ନାଙ୍ଗୁଡ଼ି କହନ୍ତି। କାହିଁକିନା ଏଇଟା ଗୋଟେ ପୋକ ଅଛନ୍ତି, ନାଙ୍ଗୁଡ଼ି ପୋକ। ଯେଉଁଠି ପୋଚ ଅଧିକା ହେଇଥିବ ଏମିତିଆ, ମାନେ ଏମିତି ଦେଖିବାକୁ ପୁରା ସେମ୍ ଟୁ ସେମ୍, ମାନେ କଲର୍ ବି ଆଉ ଏମିତିଆ ବି। ଏହାର ନାଙ୍ଗୁଡ଼ି ମାନେ ଅଏଲମେଣ୍ଟଟା ବୋଲି ତାର ଛୋଟ ଛୋଟ ଏଇଠି ଯେଉଁ ମୁହଁଟା, ଆଉ ସେଇ ଯେଉଁ ନାଙ୍ଗୁଡ଼ି ପୋକ ସତା ସତୁକା ଯେଉଁଗୁଡ଼ା ଏଡ଼େ ଏଡ଼େ ଲାଞ୍ଜ ଲମ୍ବିଥିବ। ସେଥିପାଇଁ ମାନେ ତା ଭଳିଆ ଏଇଟା ଦେଖିବାକୁ ହେଇଛି ବୋଲି ସେଥିପାଇଁ ୟା ନାଁ ବି ନାଙ୍ଗୁଡ଼ି। ସେ ଅଏଲମେଣ୍ଟ ଇଏ ନାଇଁ ଇଏ ଅଏଲମେଣ୍ଟ, ସେ ଯେଉଁ ପୋକ। କ୍ଲିପ୍ ମୁଁ ଖୋଜୁଥିବି ଗୋଟେ କ୍ଲିପ୍ ଭିଡ଼ିବି ଦେବି ବୋଲି, ଜମା ବି ମିଳିବନି। ଦେଖନ୍ତୁ ଏଇଠି ରଖୁଛି, ଆଉ ସଜାଡ଼ୁଛି ନା ବୋଲି ମିଳିଗଲା। ଗୋଟେ ଜିନିଷ ଖୋଜିବୁ ମାନେ ପାଇବୁନି ଜମା। ସବୁ ରଖିଦେଉଛି, ତ ମିଳୁନି। ଗୋଟେ ଲାଇଟ୍, ବ୍ୟାଟେରୀ ପୁରା ଭଲ ଅଛି ନା ନାହିଁ କେଜାଣି, ଥାଉ। ଚକାଟା ଗୋଟେ ନେଲକଟାର କେମିତି ପକେଇଛି, କ'ଣ କରିବା। ଖୋଜିଲା ବେଳେ କିଛି ମିଳିବନି। ସେଥିପାଇଁ ଭାବିଲି ଦେଖିଆ ଏଇଟା ଗୋଟେ ସ୍କେଲ୍ ଭାଙ୍ଗିକି ପକେଇଛି। ଭଙ୍ଗାଟା କ'ଣ ହେବ, ଭଙ୍ଗାଟା କରଳିଆ। ଡୋଭ୍ ସାବୁନ, କିଛି ନା, ଖାଲି କୋଳଟା ଥାଉ। ଅଛି ଯଦି ଅଛି, ଏଠି ରଖିଦେଇଥିବା ଆଉ। ସେଫ୍ଟି ପିନ୍ କୁଆଡ଼େ ଗଲା? ସେଫ୍ଟି ପିନ୍ ଗୁଡ଼ାକ ଜାଣି ସଜାଡ଼ି ଦେଲି ଥାକ ଯାହା ଯେମିତି। ଆଉ ଉପରଟା ଦେଖିବା, କାନ ତୁଳା ଆମର ସବୁବେଳେ କେବଳ ମାନେ କାହାର ଦରକାର ହଉ କି ନ ହଉ, ତା ବାବାଙ୍କର ନିହାତି ଦରକାର। এটা হচ্ছে ଗୋଟେ ଷ୍ଟାଣ୍ଡ ମୋବାଇଲର, ଥାଉ। ଦାନ୍ତ କୋଳା କାଠି, ୱାଚ୍, ନେଲ୍ କଟର, କୋଡ଼ି ନାହିଁ, ପାଣି ସଜେଇଛି। ସେଫ୍ଟି ପିନ୍ ବି ସେ ଖୋଜିଲା ବେଳେ ଇଏ ମାନେ ତମେ ସାଢ଼େ 5ଟା ହେଲାଣି, ଖାଉଛି। ତ
तो कहली मुझे जो ये खाईदे तलकर तले खाइले ना पुणी अंठा न उठेले जाई घर झाड़ू करहबनी से खाईदेव मुझे घर टाक झाड़ू करी झाड़ू धरी खाईदे पुआ जल्दी जल्दी घर कहीं से 5:35 हो गला से खाइला बेलू अंठा उठेक झाड़ू कला बेलू लेट हो धूप टाइम रे घर झाड़ू करते से कहली आग तो ये डाइनिंग टेबल उपर खाईदे से ये खाई था ये रूम रे ये बसिक किंतु मुझे से देदेली से खाईदे मोर ये घर रूम 2टा जाक झाड़ू करदेवी अंठा उठेक माजिदेवी तापर जी माने मुझे शोई पड़ी ना मेघ भी जोरसोर होगला मो वर्षा माने मसे है वर्षा हो छाड़बार ना मैं संक्रांति दिन रज संक्रांति आज टे पाग होता सब लुगापटा नहीं सुखई देती सब सुखी साकी जाइला आनिक थोड़ी मेडिसिन 2टा खाईदे शोई पड़ी कहीं मुंड फुंड प्रबल जोरसोर बिंधिला खाईदेली भात खाया इच्छा होना सेमती जबरदस्त 2टा खाई मेडिसिन खाईदेली मेडिसिन खाई शोई पड़ी एपटे आमर आउ जड़े रोचे से मत डाकिले उठिली उठिक देखला बेलू वर्षा प्रबल से भाविली मु लुगापटा सुखी ना कौन से मो लुगापटा सब आणिक शोली जानी वर्षा दिन ना कहीं सुखू ओदा हो हाँ उठिली देखिली उठी कहली भल है काम अच्छी पानी गुरा चारिआडे हो कौन कर जल्दी खाईदे खाई सारे अंठाटा उठेदेला कौन मजा मजी करदेवी और मु घरटा झाड़ू करदे खाइब खाइबुनी आ कौन खाइबू जलखिया कौन खाई था कौन अरे तू कहलुनि बाबा को जलखिया धरिकी पलि आसते आ कौन जड़े इपी खाइब जड़े जलखिया खाइब हाँ कौन कौन मैगी नहीं तू इपी खाइबू ना खाइबुनी बाबा तो जाइसिनी दुकान को बोधे आनिया को कौन हाँ हाँ मैं जा खाईदे गल जाऊँ इपी टे करी बाबा जाइसिनी आनिया को आसी ना मुझे इपी बसई कहले इपी खाइबू कौन कर टमाटो पिज केवल माने तेल शुखला लंका कंचा लंका जीरा फुटे टमाटो पिज लुण हलदी पकई पानी देदेवा केतेटा आनी देखा ये 4-5टा खंडे सब जाक करदे इपी देखा बसई सारी इपी मसला सब पकई के कलर देखा जाए चाटा बसईदेवा बापा छुआ सब इपी खाइबे 3 जन जाक मुझे चा करके पीदेवी एपटे इपी होगला आउटे मैं चा भी बसई दे सब पकई दे चापत्ती चीनी लुण अदा सब चा ना खोली पकेटा डबा रखीदे तो
ସେମାନଙ୍କୁ ଇପି ଦେଇଦେବି ଖାଇବାକୁ ହେଲା ପରେ ତାପରେ ମୁଁ ଚା ପିଇବି। ଇପି କିଏ ଖାଇବ କିରେ? ଏଇଠି ଖାଇବ ନା କ'ଣ? ଏଠି ଖାଇବ? ଦେଖ କଣ୍ଟା ଚାମଚ ଗୁଡ଼ା ସବୁ ମାଜିବି। ମାନେ କ'ଣ କହିଲ ରହିଲା ଖୁଣୁ ନ ଖାଇଲା ଖୁଣୁ ଫଙ୍କୁ ନୁହଁ ଧୂଳି ପଡ଼ିକି ସବୁ ଜଙ୍କ ଲାଗିଯାଉଛି। ଦେଖୁନ ରେଣ୍ଠି ରେଣ୍ଠି ମାଜିକି ତଥାପି ଛାଡ଼ିଲା ଛାଡ଼ୁନୁ। କ'ଣ କରିବି? ନ ଛାଡ଼ିଲା ନାହିଁ, ସଫା ହେଇଯାଇଛି କିନ୍ତୁ ଏଇ ଯେଉଁ ଜଙ୍କ ଗୁଡ଼ା ଛାଡ଼ିଲା। ହଁ ହେଇଗଲାଣି। ଏଇଠି ଖାଇବ ନା ହେଇ ଘରକୁ ଯିବ? ଚାହାଟା ବି ବସେଇ ଦେଇଛି ଆଉ ଚାଲ ସେଇ ଘରକୁ। କଡ଼େଇଟା ତାତିଛି, କଡ଼େଇଟା ଟେକି ଆଣିବି, ଟିକେ ଟିକେ ବାଢ଼ିଦେବି। ଆସ ଯିବୁ ଆଉ। ଧୋଇ ହେଇଛୁ କି? ଯା ଗୋଟେ ଥାଳି ଆଣିକି ଆସ, ମୁଁ ଟିକେ ଖାଇବି। ତିନିଟା ଆଣିଛି, ଆଉ ଗୋଟେ ତାଟିଆ ଥାଳିଆ ଯା ଗୋଟେ ଧରିକି ଆସିବ। ଆଉ ଯାଇପାରିବିନି, ମୋ ଗୋଡ଼ ହାତ କାଟୁଛି। ଧନେଇ କିଏ କେଉଁଥିରେ? ନବୋଦୟରେ ପକେଇଲେ ମାନେ ନବୋଦୟରେ ଏକ୍ଜାମ୍ କ'ଣ ଗୋଟେ ଏକ୍ଜାମ୍ ଦେବେ ନା ସବଜେକ୍ଟ ଗୋଟାକେ ଗୋଟେ ଏକ୍ଜାମ୍? ଆମେ ତ ଜାଣିନେ ନା ହଉରା ନା। ନାଲିଆ ନାଲିଆ ଦେଇଛି ଦେଖୁଛ? ଏ ଘର ଫ୍ୟାନ୍ଟା କେହି ବନ୍ଦ କଲା? ବେକାରଟାରେ ଚାଲୁଛି ଘରେ। ଖାଲି ପେଟ ହେଲେ କ'ଣ କହିଲ, ପେଟଟା ବେଶୀ ଖାଲି ବହୁତ ପେଟ ହେଇଗଲା କ'ଣ ଜାଣିଲ କି? ପେଟଟା ବହୁତ ଖାଲି ହେଇଗଲା କ'ଣ ପେଟ ଆଉଣ୍ଡି ହେଉଛି ଖାଲି। କଞ୍ଚା ଲଙ୍କା ଶୁଖିଲା ଲଙ୍କା ସବୁ ଫୁଟେଇଥିଲି। ତୁ ଧାନ ପକେଇବୁ? ଘଣ୍ଟାଟା ଖୋଲା ବି ହଉନି। ଆମର ଇପି ପାର୍ଟି। ହଁ ପରା ପାଠ ପଢ଼। କ'ଣ ପଢ଼ିବ? ଦେଖିଆ ପଢ଼ିଲ ଓଡ଼ିଆର ଚାପ୍ଟର କ'ଣ? କେଉଁ ଚାପ୍ଟରଟା? ତା ନାଁ କ'ଣ? ସୃଷ୍ଟି ଓ ପ୍ରଳୟର କଥା। ଦେଖିଆ ପଢ଼ିଲୁ। ସୃଷ୍ଟି ଆଉ ପ୍ରଳୟ ଲେଖା ଅଛି ଯେ ସୃଷ୍ଟିର ପୂର୍ବେ କେବଳ ଅନ୍ଧକାର ଥିଲା, ତତ୍ପରେ ଗୋଟିଏ ଅଣ୍ଡ ହେଲା। ବ୍ରହ୍ମାଣ୍ଡର ସମୁଦାୟ ବସ୍ତୁର ବୀଜ ଏହି ଅଣ୍ଡ ମଧ୍ୟରେ ଥିଲା। ଡିମ୍ବ ଯେତେବେଳେ ଫୁଟିଲା ସେତେବେଳେ ତହିଁ ମଧ୍ୟରୁ ସର୍ବପ୍ରଥମେ ବ୍ରହ୍ମା ବାହାରିଲେ। ତତ୍ପରେ ଆଙ୍ଗୁଠି ଦେଇକି ଦେବ ଦାନବ ଯକ୍ଷ ପୃଥିବୀ ଜଳ ବାୟୁ ଆକାଶ ପ୍ରଭୃତିର ସୃଷ୍ଟି ହେଲା। ବ୍ରହ୍ମାଙ୍କର ଅନେକ ପୁତ୍ର, ସେମାନଙ୍କ ମଧ୍ୟରୁ ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ ଏବଂ ବଶିଷ୍ଠ ଏହି 7 ଜଣଙ୍କୁ ସପ୍ତର୍ଷି କୁହନ୍ତି। ବ୍ରହ୍ମାଙ୍କର ବକ୍ଷରୁ ଧର୍ମ ଓ ଭୃଗ ଏବଂ ତାହାଙ୍କର ପାଦର ବୁଢ଼ା ଆଙ୍ଗୁଳିରୁ
ଦକ୍ଷର ଜନ୍ମ ହୋଇଥିଲା। ଜନ୍ମ ନା ଜନ୍ମ? ଉଁ? କ'ଣ ଜନ୍ମ ନା ଜନ୍ମ? ଜନ୍ମ ଜନ୍ମ ହୋଇଥିଲା। ଜନ୍ମ ହୋଇଥିଲା। ବ୍ରହ୍ମାଙ୍କର ବୁଢ଼ା ଆଙ୍ଗୁଠିରୁ କିଏ ଜନ୍ମ ହୋଇଥିଲେ? ଦକ୍ଷ। ଦକ୍ଷ। ଦକ୍ଷର 50ଟି କନ୍ୟା ଥିଲେ। ମରିଚି ପୁତ୍ର କଶ୍ୟପ ଏହି 50ଟି ମଧ୍ୟରୁ 13ଟିଙ୍କୁ ବିବାହ କରିଥିଲେ। ସେହି 13ଟି କନ୍ୟାଙ୍କ ନାମ ଅଦିତି, ଦିତି, ଦନୁ, କାଲା, ଦନାୟୁ, ଶିତିକା, କ୍ରୋଧା, ପ୍ରଧା, ବିଶ୍ବା, ବିନତା, କପିଳା, ମୁନି ଓ କଦ୍ରୁ। ଏମାନେ ଏଟା ଗୋଟେ ବଢିଆ ମାନେ ଭଲ ଶିଖିବା ମାନେ ବିଷୟଟା। ମାନେ ସୃଷ୍ଟି ଆଉ ପ୍ରଳୟ କେମିତି ହେଲା? ସୃଷ୍ଟି ହେଲେ ମାନେ ପ୍ରଳୟ ମାନେ ସୃଷ୍ଟିର ପ୍ରଳୟ ନା କ'ଣ? ଜୀବଜନ୍ତୁ ସମସ୍ତେ ଯେ ଏମାନଙ୍କର ସୃଷ୍ଟି ହେଇଛି ମାନେ ପ୍ରଳୟ ନିଶ୍ଚିନ୍ତ। ରାକ୍ଷସ, ସେଇ ବିଷୟରେ ଆଉ କିନ୍ନର ଏମାନେ ହୁଲସ୍ତ ଠାରୁ ଏବଂ ଆଜି ଜଲ୍ଦି ରୋଷେଇ କରିଦେଇଥିଲି। ମୁଁ କହିଲେ ପଢ଼ିବ, ମୁଁ ବସିବି, ଜମା ପାଠ ପଢ଼ୁନି। କାଙ୍କଡ଼ ଆଳୁ ଭଜା କରିଛି, ସେ ତାର ବାପ ପୁଅ ଖାଇବେ କାଙ୍କଡ଼ ଆଳୁ ଭଜା, ଆଉ ଆମେ ମା ପୁଅ ଖାଇବୁ ଆଳୁ ଭର୍ତ୍ତାକୁ ରୁଟି। ସେ ତାଙ୍କ ଭଜା ରୁଟି ଖାଇବେ, ଆମେ ଆଳୁ ଭର୍ତ୍ତା ରୁଟି ଖାଇବା। ବାଢ଼ି ଦେବା ଖାଇବା। ଇଏ ତ ସବୁବେଳେ ଗୋଟେ ସାର୍ଟ ପିନ୍ଧିବାର ନାହିଁ କି ଗାମୁଛା ଧରିବାର ନାହିଁ। ଗାମୁଛାଟା ପକା ବେକରେ। କେମିତି ଲାଗୁଛି ଆଳୁ ଭର୍ତ୍ତାକୁ ରୁଟି? ମୁଁ ତୋର କାଙ୍କଡ଼ ଆଳୁ ଭଜା ଭଲ। ଖାଇଦେ, ବାବା ଆସିଲେ ଆମେ ଖାଇବୁ।